ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ। ଦକ୍ଷିଣ ରାଉରକେଲା ଜଳଦା ଏ ବ୍ଲକ ଅନ୍ତର୍ଗତ କଂସର ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ 9 ସଂଖ୍ୟା ବିଶିଷ୍ଟ ଏକ ଯାତ୍ରୀବାହୀ ବିମାନ ଶନିବାର ମଧ୍ୟାହ୍ନ 12:14 ବେଳେ ଭୁବନେଶ୍ୱରରୁ ରାଉରକେଲାକୁ 4 ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନ ଚାଳକ ନିଜ ଉପସ୍ଥିତି ବୁଦ୍ଧି ଖଟାଇ ବିମାନଟିକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ବିମାନଟି କଂସର ଗ୍ରାମସ୍ଥିତ ଏକ ପଡ଼ିଆରେ ଅବତରଣ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ସମ୍ମୁଖ ଭାଗଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିମାନରେ ଯାତ୍ରା କରୁଥିବା 4 ଜଣ ଯାତ୍ରୀ ମୃତ୍ୟୁମୁଖରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସମସ୍ତ 4 ଜଣ ଯାତ୍ରୀ ରାଉରକେଲାର ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ବିମାନ ଚାଳକ ଓ ତାଙ୍କ ସହଯୋଗୀ ଚାଳକ ଉକ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସମସ୍ତ ଯାତ୍ରୀ ତଥା ଚାଳକ ଦ୍ୱୟ ଦୁର୍ଘଟଣାରେ ଆହତ ହେବା ଯୋଗୁଁ ସେମାନଙ୍କୁ ସ୍ଥାନୀୟ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଥିମଧ୍ୟରୁ 3 ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତ ଯାତ୍ରୀ ତଥା ଚାଳକ ଦ୍ୱୟ ବିପଦମୁକ୍ତ ଜଣାପଡ଼ିଛି। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।